ଜୟ ମା ହିଙ୍ଗୁଳାଙ୍କର ଜୟ। ଆସନ୍ତୁ ଆଜି ବୁଲିଯିବା ମା ହିଙ୍ଗୁଳାଙ୍କର ପୀଠ ତାଳଚେର। ସୋ ଆମେ ଆଜି ସକାଳୁ ସକାଳୁ ରେଡି ହେଇଯାଇଛୁ ମା ହିଙ୍ଗୁଳାଙ୍କ ପାଖକୁ ଯିବା ପାଇଁ। ଆମେ ଆସିକି ରେଡି ହେଇକି ଗାଡିରେ ବସିଗଲୁ। ରାନୀଙ୍କର ଟିକେ ବି ଇଚ୍ଛା ନଥିଲା ଇଶାନକୁ ଛାଡିବା ପାଇଁ। ବଟ୍ ଫିର ବି ଆମେ ସମସ୍ତେ ଆଜି ମିଶିକି ଗଲୁ। ଇଶାନ ବାଟରେ ବହୁତ ଖେଳିଲେ ଗାଡିରେ। ତାଙ୍କୁ ବୁଲିବାକୁ ବହୁତ ହି ଭଲ ଲାଗେ। ରାସ୍ତାଟା ବହୁତ ହି ସୁନ୍ଦର ଥିଲା। ମୁଁ ପ୍ରଥମ ଥର ମା ହିଙ୍ଗୁଳାଙ୍କ ପୀଠକୁ ଆସିଲି। ମୋ ଲାଇଫରେ କେବେ ଆସିନି। ଯେହେତୁ ଏବେ ହିଙ୍ଗୁଳା ଯାତ୍ରା ଚାଲିଛି ସେଠି ମା ନିଜେ ଉଭା ହେଇଛନ୍ତି ଅଗ୍ନି ବେଶରେ। ସୋ ମୁଁ ଭାବିଲି ମୁଁ ବି ଟିକେ ଦର୍ଶନ କରିବି। ସୋ ଯାହା ହଉ ପ୍ରଥମ ଥର ମା ମତେ ଚାନ୍ସ ଦେଇଛନ୍ତି ଆସିକି ଏଠି ବୁଲିକି ଯିବା ପାଇଁ ବୋଲି ମୁଁ ବହୁତ ଗ୍ରେଟଫୁଲ। ଆଜି ଆସିକି ଆମେ ପହଞ୍ଚିଲୁ। ମୁଁ ଫାର୍ଷ୍ଟ ଟାଇମ ପାଇଁ ଦେଖିଲି କି ଏମିତି ବି ହୁଏ ପୂଜା ଯୋଉଟା କି କେତେ ମାନେ ଅଗ୍ନି ନନଷ୍ଟପ ଜଳିବ ଏଇଟା ଅଟୋମେଟିକ ଉଭା ହୁଅନ୍ତି ବୋଲି। ମା ହିଙ୍ଗୁଳାଙ୍କ ପୀଠରେ କେତେ ଭିଡ ଯେହେତୁ ଆଜି ସଣ୍ଡେ ଅଛି ତ ବହୁତ ଲୋକ ଆସିଥିଲେ ଯେହେତୁ ଛୁଟି ସମସ୍ତଙ୍କର ରୁହେ। ଯାହା ହଉ ଠାକୁରଙ୍କୁ ନମସ୍କାର ହେଇକି ଆଶୀର୍ବାଦ ନେଇକି ଭୋଗ ଲଗେଇକି ତାପରେ ଆମେ ମାନେ ଭୋଗ ଟିକେ ପ୍ରସାଦ ପାଇଲୁ। ତାପରେ ଆମେ ମାନେ ଚାଲିଲୁ ମନ୍ଦିର। ଯେହେତୁ ପୁଅ ଛୋଟ ଅଛି ମନ୍ଦିରରେ ବହୁତ ଭିଡ ଥିବ ସେଥିଲାଗି ଆମେ ପୁଅକୁ ନ ନେଇକି ପୁଅ ଗାଡିରେ ବସିଲା ଆଉ ଆମେ ଆମର ବାପା ମା ଆଉ ମୁଁ ଗଲୁ। ବାପା ମତେ ସେ ଜାଗାରେ ସବୁ ବୁଲେଇକି ଦେଖେଇ ଦେଲେ କି ଏଇଗୁଡା ସବୁ ନୂଆ ତିଆରି ହେଇଛି କଣ କଣ ହେଇଛି। ସେତିକି ଭିତରେ ବହୁତ ଜୋର ପବନ ହବା ଷ୍ଟାର୍ଟ ହେଇଗଲା। ତାପରେ ଆମେ ଗଲୁ ମନ୍ଦିର ଭିତରକୁ। ମନ୍ଦିର ଭିତରକୁ ଯାଉ ଯାଉ ଫାର୍ଷ୍ଟ ଦେଖିଲି ଏଠି ଗୋଟେ ଛୋଟିଆ କୁନି ପିଲାଟେ ଖେଳୁଛି। ମାନେ ସେଠି ଯୋଉ ମାଙ୍କର ଘୋଡା ଅଛି ସେ ଘୋଡା ଗୁଡାଙ୍କୁ ସେ ଟେକିକି ନେଇକି ଖେଳିବାକୁ ଚେଷ୍ଟା କରୁଛି ବଟ ତାଙ୍କ ପ୍ୟାରେଣ୍ଟସ ନେଇଗଲେ ତାକୁ। ତାପରେ ଆମେ ଚାଲିଲୁ ମନ୍ଦିର ଭିତରକୁ ଯିବା ପାଇଁ। ଫ୍ରଣ୍ଟ ପଟକୁ ଆମେ ଗଲୁ। ବାପା ଲିଡ କରୁଥିଲେ ଯେହେତୁ ବାପା ଆଗରୁ ଦେଖିଥିଲେ ମା ଆଉ ମୁଁ ଆମେ ଦୁଇ ଜଣ ଯାକ ହିଁ ଦେଖିନଥିଲୁ। ଏଠି ଦେଖିଲା ବେଳକୁ ବାପରେ ବାପ ଏତେ ଲମ୍ବା ଲାଇନ ମାନେ ପୁରା ଗେଟ ପର୍ଯ୍ୟନ୍ତ ଲାଇନ ଲାଗିଛି ମନ୍ଦିର ଭିତରୁ। ସୋ ଆମେ ଭାବିଲୁ ଆଜି ବୋଧେ 4-5 ଘଣ୍ଟା ଲେଟ୍ ହେଇଯିବ ବଟ ମାଙ୍କର ଆଜି ଦୟା ଥିଲା ମୋର ଯୋଗ ଥିଲା ସେଥିଲାଗି ମାଙ୍କ ଦର୍ଶନ ପାଇଲି। ଆଉ ବାପା ଆମର ଯେହେତୁ ଏଠି ବହୁତ ପୁରୁଣା ବହୁତ ଥର ଆସିଛନ୍ତି ସେଥିଲାଗି ତାଙ୍କୁ ସବୁ ଆଇଡିଆ ଅଛି କେମିତି କଣ ଯାଇକି ଦର୍ଶନ କରିହବ। ତ ସିଏ ଆମ ଦି ଜଣଙ୍କୁ ନେଇକି ବହୁତ ଭଲ ଭାବରେ ଦର୍ଶନ କରିକି ନେଇ ଆସିଲେ। ତା ଭିତରେ ବାପାଙ୍କର ବହୁତ ଜଣ ସାଙ୍ଗ ଏଠି ଦେଖାହେଲେ ଚିହ୍ନା ପରିଚୟ ଦେଖାହେଲେ। ତାଙ୍କୁ ଟିକେ କଥା ହେଇକି ତାଙ୍କ ସହିତ ତାପରେ ଆମେ ବାହାରିଲୁ ମନ୍ଦିରର ପୁରା ଭ୍ରମଣ କଲୁ ପୁରା ରାଉଣ୍ଡ ମାରିକି। ତାପରେ ଆମେ ବାହାରିଲୁ ଘରକୁ ଯିବା ପାଇଁ। ଏଇ ଦିନଟି ଆଜି ପାଇଁ ମୋ ପାଇଁ ବହୁତ ସ୍ପେଶାଲ ଥିଲା କାରଣ ଆଜି ମାଙ୍କୁ ପ୍ରଥମ ଥର ଦର୍ଶନ କଲି ଆଉ ତାଙ୍କ ଡାକରା ପାଇଥିଲି। ତାପରେ ଆମେ ବାହାରିଲୁ ମିଶିକି ଗାଡି ପାଖକୁ ଯିବୁ ବୋଲି ଏଠି ଦେଖିଲି ବହୁତ ସୁନ୍ଦର ସୁନ୍ଦର କଣ୍ଢେଇ ଅଛନ୍ତି। ତାପରେ ମା କହିଲେ ଟିକେ ଭୋଗ ଆମେ ନେଇଥିଲେ ହେଇଥାନ୍ତା ସେଥିଲାଗି ବାପା ଗଲେ କାକେରା ଆଉ ଗଜା ଭୋଗ ନେଇକି ଆସିଲେ। ତାପରେ ଆମେ ମାନେ ବାହାରିଲୁ। ପାଟିରେ ଟିକେ ଆଖୁ ରସ ପିଇଲୁ। ଆଖୁ ରସ ବହୁତ ହି ଟେଷ୍ଟି ଥିଲା। Cheers, cheers, cheers. କଣ କରିବି କଣ କରିବି? ଚଏସ୍ ନା ଚିୟର୍ସ? ତାପରେ ଉପେନ୍ଦ୍ରଙ୍କର ଟିକେ ଟାଇମ ଖିଚିଂ କରିଦେଲି ଦେନ୍ ଆଖୁ ରସ ପିଇ ଆମେ ଘରକୁ ବାହାରିଲୁ। ଆଜିର ବ୍ଲଗ ଟି ଏଠି ସରିବ। ପୁଣି ଦେଖାହବ ଆଉ ଗୋଟେ ନୂଆ ବ୍ଲଗରେ। ତବ ତକ ମତେ ସବସ୍କ୍ରାଇବ କରନ୍ତୁ ଲାଇକ୍ କରନ୍ତୁ ଆଉ ସେୟାର କରିବାକୁ ବିଲକୁଲ ଭୁଲିବେନି।